ଆଜି ଗୋଟିଏ ସୁନ୍ଦର କଥାଟେ କହୁଛି, ହସିବେନି କେହି। ସବୁଦିନ ମୋ ପତିଦେବ ଡ୍ୟୁଟିରୁ ଫେରିଲା ବେଳେ କିଛି ଖାଇବା ଜିନିଷ ଆଣିକି ଆସନ୍ତି। ଆଉ ମୋ ଶାଶୁ ମା କ'ଣ କରନ୍ତି, ବନ୍ଧ ଉପରେ ଗୋଡ଼ ପକେଇକି ରାଜାରାଣୀ ବାଗିଆ ଛଡ଼େଇକି ଚାଟିକିନି ନେଇଯିବେ। କିନ୍ତୁ ମୁଁ ଯେତେବେଳେ ମୋ ସ୍ୱାମୀକି କହିବି ସବୁବେଳେ ଆଣି ମାଆଙ୍କୁ ଧରଉଛ, ଆଉ ମୋତେ ଟିକେ ଦେଲା ହୁଅନ୍ତାନି ନା, ମାଆଟା ଥରେ ଦେଲେ ଦେବି, ସେଟା ବାଣ୍ଟି ଖୁଣ୍ଟିକି ଦେବେ, ମୋତେ କିନ୍ତୁ ଦିଅନ୍ତିନି, ସବୁ ଖାଆନ୍ତି। ମୁଁ ଦିନେ ମୋର ପ୍ରବଳ ରାଗ ହେଲା, ଆଜି ବିହାରୀ ଦେବି। ପତିଦେବଙ୍କୁ କହିଲି, ମୁଁ କହିଲି ହେଇଛି ମୁଁ କ'ଣ ହେଲା, ମୁଁ କହିଲି ଟିକେ ମୂଷା ଔଷଧ ଆଣିବାକୁ ଆସନ୍ତୁନି। ମୁଁ କହିଲି ଲୁଗା ଗୁଡ଼ାକ ନୂଆ ଲୁଗା ଗୁଡ଼ାକ ମୂଷା ସବୁ ଏଡ଼େ ଗାତ କରିଦେଇଛି। ପତିଦେବ କ'ଣ କରୁଛନ୍ତି, ମୂଷା ଔଷଧ ଆଣିଛନ୍ତି, ତା ଦେହରେ କଦଳୀ କେଳାଏ ଆଣିଛନ୍ତି। କଦଳୀଟା ଜରି ଧୀରେ ଚକଚକ ଦେଖାଯାଉଛି, ମୂଷା ଔଷଧଟା ଦେଖାଯାଏ। ଶାଶୁ ମା କ'ଣ କଲେ, ଭାବିଲେ ଇଏ ବୋଧେ କଦଳୀ ସହିତ ଗୋଲାପ ଚାମନ ଅଛି, ଚଟକିନି କ'ଣ କଲେ ପାଟିରେ ପକାଇଦେଲେ। ହେଲା, ମୋତେ ଦେବେ ଏବେ, ଆଉ ଦେଇଛି ମୂଷା ସହିତ ଏକାଥରେ ମାରି, ଆଉ ମନ କରିବେନି।